ଆରେ ବାଃ, ବିଜ୍ଞାନ କହିଲେ ଆମ ମନକୁ ସାଧାରଣତଃ କ'ଣ ଆସେ? ମୋଟା ମୋଟା ବହି, ଜଟିଳ ଫର୍ମୁଲା କିମ୍ବା ବଡ଼ ବଡ଼ ମହାକାଶ ଗବେଷଣା, ଠିକ୍ ନା? କିନ୍ତୁ ବାସ୍ତବରେ କଥାଟା ସେଇଆ ନୁହେଁ। ଆଜିର ଏହି ଏକ୍ସପ୍ଲେନରରେ ଆମେ ବିଜ୍ଞାନ ଜଗତର କିଛି ଏମିତି ରହସ୍ୟ କଥା ଆଲୋଚନା କରିବା ଯାହା ଆମ ଆଖି ସାମ୍ନାରେ ଥାଇ ମଧ୍ୟ ଆମେ ପ୍ରାୟତଃ ଦେଖିପାରୁନୁ। ଆସନ୍ତୁ ବୈଜ୍ଞାନିକ ଚିନ୍ତାଧାରାର ଏହି ଚମତ୍କାର ଯାତ୍ରା ଆରମ୍ଭ କରିବା। ଟିକେ ଭାବନ୍ତୁ ତ, ରୋଷେଇ ଘରେ ଗରମ ତେଲ କଡ଼େଇରୁ ବାହାରୁଥିବା ସେହି ଛମ୍ ଛମ୍ ଶବ୍ଦ, ଆଉ ସେଥିରେ ଗୋଟେ ଛୋଟ ଅଟାଗୁଳା ପଡ଼ିବା କ୍ଷଣି ସମ୍ପୂର୍ଣ୍ଣ ମ୍ୟାଜିକ୍। ଆଖି ପିଛୁଡ଼ାକେ ତାହା ଗୋଟେ ଗୋଲ ବେଲୁନ୍ ପରି ଫୁଲିଯାଏ। କେବେ ଭାବିଛନ୍ତି ପ୍ରକୃତିରେ ଏହା କାହିଁକି ହୁଏ? ଏହି ସାଧାରଣ ଦିଶୁଥିବା ଘଟଣା ପଛରେ ଗୋଟେ ବହୁତ ବଢ଼ିଆ ବିଜ୍ଞାନ ଲୁଚି ରହିଛି। ଏବେ ଆମେ ପ୍ରଥମ ବିଭାଗ ଆଡ଼କୁ ଯିବା, ଯାହା ହେଉଛି ରୋଷେଇ ଘରର ପରୀକ୍ଷାଗାର, ସାଧାରଣ ଘଟଣାକୁ ଚମତ୍କାରରେ ପରିଣତ କରିବା। ଆଚ୍ଛା, ଚାଲନ୍ତୁ ଏହାକୁ ଟିକେ ଭଲ ଭାବରେ ବୁଝିବା। ବିଜ୍ଞାନ ମାନେ କେବଳ ଉଚ୍ଚ ଜ୍ଞାନ କୌଶଳ ବା ଦାମିକିଆ ମେସିନ୍ ନୁହେଁ। ବିଜ୍ଞାନ ଆମ ଚାରିପାଖରେ ଅଛି, ସବୁଠାରେ ଅଛି। ସତ କହିବାକୁ ଗଲେ ଆମର କୌତୂହଳକୁ ମେଣ୍ଟାଇବା ପାଇଁ ଆମ ଘରର ରୋଷେଇ ଘର ହେଉଛି ଦୁନିଆର ସବୁଠାରୁ ଶ୍ରେଷ୍ଠ ପରୀକ୍ଷାଗାର। ଏଠାରେ କୌଣସି ଜଟିଳ ଯନ୍ତ୍ରପାତି ଦରକାର ନାହିଁ, ବସ୍ ଟିକିଏ ଉତ୍ସୁକ ମନଟିଏ ଦରକାର। ଏହା ଆମକୁ ନେଇଯାଉଛି ଦ୍ୱିତୀୟ ବିଭାଗକୁ, ପର୍ଯ୍ୟବେକ୍ଷଣର କଳା, ଅର୍ଥାତ୍ ଜଣେ ବୈଜ୍ଞାନିକଙ୍କ ଦୃଷ୍ଟିକୋଣ କିପରି ଗଢ଼ିବା। ଏବେ ପ୍ରଶ୍ନ ଉଠୁଛି, ଆମେ ଏସବୁ ରହସ୍ୟକୁ କେମିତି ଧରିବା? ଏଥିପାଇଁ ପ୍ରକୃତ ପର୍ଯ୍ୟବେକ୍ଷଣ ବା ଅବଜରଭେସନର 4ଟି ମୁଖ୍ୟ ସୋପାନ ଅଛି। ପ୍ରଥମ କଥା ହେଲା ଟିକେ ଧୈର୍ଯ୍ୟ ରଖିବା, କାରଣ ତର୍ବର ହେଲେ ଆମେ ବହୁତ କିଛି ଦରକାରୀ ତଥ୍ୟ ମିସ୍ କରିଦେବା। ଦ୍ୱିତୀୟରେ କେବଳ ଆଖିରେ ନୁହେଁ, ବରଂ ଶୁଣିବା, ଶୁଙ୍ଘିବା ଆଉ ସ୍ପର୍ଶ କରିବାର ସମସ୍ତ ଇନ୍ଦ୍ରିୟକୁ ବ୍ୟବହାର କରିବା। ତୃତୀୟରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିବା, ଆଉ ଶେଷରେ ଯାହା ବି ଅନୁଭବ କରୁଛେ ତାର ନୋଟ୍ କିମ୍ବା ଚିତ୍ରଟିଏ କରିଦେବା, ଯାହା ସ୍ମୃତିକୁ ମଜବୁତ କରେ। ଏହି ସ୍ଲାଇଡ୍ଟି ଗୋଟେ ବହୁତ ସୁନ୍ଦର କଥା ଦର୍ଶାଉଛି। କେବଳ ଖାଲି ଆଖିରେ ଦେଖିବା ଏବଂ ପ୍ରକୃତ ପର୍ଯ୍ୟବେକ୍ଷଣ କରିବା ଭିତରେ ଆକାଶ ପାତାଳ ଫରକ ଅଛି। ତର୍ବର ହୋଇ ଖାଲି ଦେଖିଦେଲେ ସୂକ୍ଷ୍ମ ବିବରଣୀ ହଜିଯାଏ, କିନ୍ତୁ ଶାନ୍ତ ମନରେ ଏହା ଏଠାରେ କାହିଁକି ଅଛି ଏମିତି ପ୍ରଶ୍ନ କରିବା ହିଁ ମସ୍ତିଷ୍କକୁ ଜଣେ ପ୍ରକୃତ ପର୍ଯ୍ୟବେକ୍ଷକ ଭାବେ ଗଢ଼ିତୋଳେ। ଏହା ଆମକୁ ସମାଲୋଚନାତ୍ମକ ଚିନ୍ତା କରିବାକୁ ବାଧ୍ୟ କରେ। ବର୍ତ୍ତମାନ ତୃତୀୟ ବିଭାଗ ହେଲା ପୁରୀ ଫୁଲିବାର ରହସ୍ୟ। ଗୋଟିଏ ସାଧାରଣ ପ୍ରଶ୍ନରୁ କେମିତି ଆମେ ବ୍ୟବସ୍ଥିତ ଅନୁସନ୍ଧାନ ଆଡ଼କୁ ଯାଇପାରିବା। ଏବେ ପୁଣି ସେଇ ରୋଷେଇ ଘର କଥାକୁ ଫେରିଯିବା। ଯେତେବେଳେ ଥାଳିରେ ଗରମାଗରମ ଫୁଲାପୁରିଟିଏ ଆସେ, କେବେ ମନରେ ପ୍ରଶ୍ନ ଉଠିଛି କି ପୁରୀର ଗୋଟିଏ ପାର୍ଶ୍ୱ ଅନ୍ୟ ପାର୍ଶ୍ୱ ଅପେକ୍ଷା କାହିଁକି ପତଳା ଥାଏ? ଖାଲି ପୁରୀ ନୁହେଁ, ଗରମ ତାୱା ଉପରେ ସାଧାରଣ ରୁଟି କାହିଁକି ଫୁଲିଯାଏ? ତାକୁ ଆମେ କେମିତି ଗୋଟେ ବେଲୁନ୍ ଭଳି ଫୁଲେଇ ପାରିବା? ଏମିତି ଛୋଟ ଛୋଟ କିନ୍ତୁ ମଜାଦାର ପ୍ରଶ୍ନ ପଚାରିବା ହିଁ ତ ବୈଜ୍ଞାନିକ ଅନୁସନ୍ଧାନର ପ୍ରଥମ ପାହାଡ଼। ତାହେଲେ ଆସନ୍ତୁ ଦେଖିବା ବୈଜ୍ଞାନିକ ପଦ୍ଧତି କେମିତି କାମ କରେ। ପ୍ରଥମ କାମ ହେଲା ବହୁତ ସତର୍କତାର ସହ ପର୍ଯ୍ୟବେକ୍ଷଣ କରିବା। ଦ୍ୱିତୀୟରେ ମନରେ ପ୍ରଶ୍ନ ଆଣିବା ଯେ ଯଦି ଏମିତି ହୁଏ ତେବେ କ'ଣ ହେବ, ଆଉ ତୃତୀୟରେ ଏକ ବ୍ୟବସ୍ଥିତ ପରୀକ୍ଷଣ ଆରମ୍ଭ କରିବା। ଦେଖିଲେ ତ, ରୋଷେଇ ଘରର ଗୋଟେ ଛୋଟିଆ କୌତୂହଳ କିପରି ଏକ ପ୍ରକୃତ ବୈଜ୍ଞାନିକ ପରୀକ୍ଷାର ରୂପ ନେଇପାରେ। ଆଉ ଜାଣିଛନ୍ତି, ଏସବୁ ଭିତରେ ସବୁଠାରୁ ଶକ୍ତିଶାଳୀ ପ୍ରଶ୍ନଟି କ'ଣ? ତାହା ହେଉଛି ଯଦି ଏମିତି ହୁଏ, କିମ୍ବା ଇଂରାଜୀରେ ଯାହାକୁ ଆମେ ହ୍ୱାଟ୍ ଇଫ୍ କହୁ। ବିଶ୍ୱାସ କରନ୍ତୁ, ଏହି ଗୋଟିଏ ଛୋଟ ପ୍ରଶ୍ନ ଆମକୁ ନିଷ୍କ୍ରିୟ ଦର୍ଶକରୁ ନେଇ ଜଣେ ସକ୍ରିୟ ବୈଜ୍ଞାନିକରେ ପରିଣତ କରିଦିଏ। ପ୍ରକୃତରେ ଏହି ପ୍ରଶ୍ନ ବିନା ଆଜିଯାଏଁ କୌଣସି ନୂତନ ଆବିଷ୍କାର ସମ୍ଭବ ହୋଇପାରିନାହିଁ। ଏବେ ଚତୁର୍ଥ ବିଭାଗ, ବୈଜ୍ଞାନିକଙ୍କ ପରି ଚିନ୍ତା କରିବା ଏବଂ ଭେରିଏବଲ୍ ବା କାରକଗୁଡ଼ିକର ପରିବର୍ତ୍ତନ କରିବା। ଏବେ ଏଠାରେ ସବୁଠୁ ମଜାଦାର କଥା ହେଉଛି ଆମର ପରୀକ୍ଷଣର ଶୈଳୀ। କୌଣସି ବି ପରୀକ୍ଷାରେ ଉତ୍ତର ପାଇବାକୁ ହେଲେ ଆମକୁ ଗୋଟିଏ ସମୟରେ କେବଳ ଗୋଟିଏ କାରକ ବା ଭେରିଏବଲ୍ ବଦଳାଇବାକୁ ପଡ଼ିବ। ଆମେ କ'ଣ କ'ଣ ବଦଳାଇ ପାରିବା? ପ୍ରଥମେ ହେଲା ଅଟା। ଆମେ ଏହାର ମୋଟେଇ ବଦଳାଇ ପାରିବା କିମ୍ବା ଅଟା ବଦଳରେ ମଇଦା ନେଇପାରିବା। ଦ୍ୱିତୀୟରେ ପରିବେଶ, ମାନେ ଗରମ ତେଳର ତାପମାତ୍ରା କମ୍ ବା ବେଶୀ କରିପାରିବା। ଆଉ ତୃତୀୟରେ ହେଲା କୌଶଳ, ମାନେ ତେଲରେ ପୁରୀ ପକାଇବାର ଷ୍ଟାଇଲ୍। ଏମିତି ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରି ଆମେ ଦେଖିପାରିବା ଯେ ପ୍ରକୃତରେ କେଉଁ କାରଣରୁ ପୁରୀଟି ସବୁଠାରୁ ଭଲ ଫୁଲୁଛି। କଥାଟା କେତେ ସହଜ ଆଉ ମଜାଦାର ନୁହେଁ କି? ପ୍ରକୃତରେ ଦେଖିବାକୁ ଗଲେ ଏହି ସମ୍ପୂର୍ଣ୍ଣ ଯାତ୍ରାରେ 3ଟି ମୁଖ୍ୟ ନୀତି ଆମକୁ ଗାଇଡ୍ କରିଥାଏ। ସେଗୁଡ଼ିକ ହେଲା ବ୍ୟବସ୍ଥିତ ପର୍ଯ୍ୟବେକ୍ଷଣ, ସଠିକ୍ ମାପନ ଏବଂ ନିୟନ୍ତ୍ରିତ ପରୀକ୍ଷଣ। ଏହି ନୀତିଗୁଡ଼ିକ କେବଳ ଗୋଟେ ସାଧାରଣ ପୁରୀ ତିଆରି କରିବାରେ ସୀମିତ ନୁହେଁ, ବରଂ ଆମ ପରିବେଶ ଆଉ ମହାକାଶର ବଡ଼ ବଡ଼ ଜଟିଳ ରହସ୍ୟ ସମାଧାନ କରିବାରେ ମଧ୍ୟ ବୈଜ୍ଞାନିକମାନଙ୍କୁ ଦିଗଦର୍ଶନ ଦେଇଥାଏ। ଶେଷ ବିଭାଗ, ପଞ୍ଚମ ବିଭାଗ, ଅସରନ୍ତି ବୈଜ୍ଞାନିକ ଅନ୍ୱେଷଣ, କାରଣ ରହସ୍ୟ ଏବେ ବି ଜାରି ରହିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ଜାଣିଛନ୍ତି କ'ଣ?
ଏତେ ବଡ଼ ବଡ଼ ବୈଜ୍ଞାନିକ ପ୍ରଗତି ସତ୍ତ୍ୱେ ଗୋଟିଏ ସାଧାରଣ ପୁରୀ ଗରମ ତେଲରେ ପଡ଼ିଲେ ଠିକ୍ କାହିଁକି ସମ୍ପୂର୍ଣ୍ଣ ସେମିତି ଗୋଲ ହୋଇ ଫୁଲିଯାଏ ତାର ସଠିକ୍ କାରଣ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ 100% ବୁଝିପାରି ନାହାନ୍ତି। ଭାବନ୍ତୁ ଥରେ, ରୋଷେଇ ଘରର ଏହି ଦୈନନ୍ଦିନ ଘଟଣା ଏବେ ବି ଗୋଟେ ରହସ୍ୟ ହୋଇ ରହିଛି। ଆଉ ସତ କହିବାକୁ ଗଲେ ଏହା ହିଁ ତ ବିଜ୍ଞାନର ପ୍ରକୃତ ସୌନ୍ଦର୍ଯ୍ୟ। ଗୋଟିଏ ଉତ୍ତର ମିଳିଲେ 10ଟା ନୂଆ ପ୍ରଶ୍ନ ସୃଷ୍ଟି ହୁଏ। ତାହେଲେ ଯିବା ପୂର୍ବରୁ ଗୋଟିଏ କଥା ଚିନ୍ତା କରନ୍ତୁ। ସେ ତେଲରେ ଫୁଲୁଥିବା ପୁରୀ ହେଉ କିମ୍ବା ମହାକାଶରେ ସଙ୍କୁଚିତ ହେଉଥିବା ଚନ୍ଦ୍ରର ଆକାର ହେଉ, ଏହି ନୂଆ ପର୍ଯ୍ୟବେକ୍ଷଣ କ୍ଷମତାକୁ ନେଇ ଆମେ ଆଗକୁ କେଉଁ ରହସ୍ୟ ଉପରୁ ପର୍ଦ୍ଦା ହଟାଇବା? ଆମ ଚାରିପାଖରେ ଏମିତି ଅଗଣିତ ରହସ୍ୟ ଲୁଚି ରହିଛି। ବସ୍ ଦରକାର କେବଳ ଟିକେ ଶାନ୍ତମାନ ଆଉ ବୈଜ୍ଞାନିକ ଦୃଷ୍ଟିକୋଣରୁ ପ୍ରଶ୍ନ ପଚାରିବାର କ୍ଷମତା। ଅଷ୍ଟମ ଶ୍ରେଣୀ ଜିଜ୍ଞାସା ବହିର ଏହି ଚମତ୍କାର ବିଷୟକୁ ଆଧାର କରି ପ୍ରସ୍ତୁତ ଏହି ଏକ୍ସପ୍ଲେନରରେ ସାମିଲ ହୋଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଗକୁ ଏମିତି ପ୍ରଶ୍ନ ପଚାରିବା ଜାରି ରଖନ୍ତୁ।